ପୂର୍ବରୁ ଆମେମାନେ ଅଲରେଡ଼ି ଦେଖି ସାରିଛେ ମୋଗଲ ଯୁଗ ସମ୍ପର୍କରେ। ବର୍ତ୍ତମାନ ଆମେମାନେ ଦେଖିବା ଯେ ସୁଲତାନି ଶାସନ ସମ୍ପର୍କରେ। ଦିଲ୍ଲୀରେ ସୁଲତାନି ଶାସନ ବ୍ୟବସ୍ଥା ଅର୍ଥାତ୍ ସୁଲତାନ ମାନେ କ'ଣ କରିଥିଲେ, ଦିଲ୍ଲୀକୁ ଅଧିକାର କରିଥିଲେ, ସେଠାରେ ତାଙ୍କର ଶାସନ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିଲ୍ଲୀରେ ସୁଲତାନି ଶାସନରେ ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ସାମାଜିକ ବ୍ୟବସ୍ଥା ହେଲା କି ନାରୀର ସ୍ଥିତି ହେଲା, ଏହି ସମ୍ପର୍କରେ ଆମେମାନେ ଦେଖିବା। ତା'ର ରାଷ୍ଟ୍ରର ସ୍ୱରୂପ, ତା'ର ରୂପ କିପରି ଥିଲା ଏବଂ ସମାଜରେ କ'ଣ କ'ଣ ପ୍ରଚଳିତ ଥିଲା, କ'ଣ କ'ଣ ନଥିଲା, କିଭଳି ବ୍ୟବସ୍ଥା ରହିଥିଲା ଏବଂ ନାରୀମାନଙ୍କର ସ୍ଥିତି କିପରି ଥିଲା, ନିମ୍ନରେ ଥିଲା ନା ଉର୍ଦ୍ଧ୍ୱରେ ଥିଲା। ଏହି ଦିଲ୍ଲୀରେ ସୁଲତାନି ଶାସନ ବ୍ୟବସ୍ଥା 1206ରୁ 1526 ମଧ୍ୟରେ ଗଢ଼ି ଉଠିଥିଲା, ଯାହାକି 320 ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ଆରବ ଦେଶର ସେନାଧ୍ୟକ୍ଷ ମହମ୍ମଦ ବିନ୍ କାସିମ ଭାରତର ସିନ୍ଧୁ ପ୍ରଦେଶର ରାଜା ଦାହିରକୁ ପରାସ୍ତ କରିଥିଲେ ଏବଂ ନିହତ କରିଥିଲେ। କେବେ ନିହତ ହୋଇଥିଲେ? 712 ସେ ନିହତ ହୋଇଥିଲେ। ଏହା ଥିଲା ଭାରତ ଉପମହାଦେଶ ଉପରେ ପ୍ରଥମ ବିଧିବଦ୍ଧ ମୁସଲମାନଙ୍କର ସାମରିକ ଆକ୍ରମଣ। କାହାର ନା ମହମ୍ମଦ ବିନ୍ କାସିମ ସର୍ବପ୍ରଥମେ ଆକ୍ରମଣ କରିଥିଲେ, ଯାହା ଥିଲା ମୁସଲମାନମାନଙ୍କର ସର୍ବପ୍ରଥମ ଆକ୍ରମଣ। ଭାରତ ଇତିହାସର ଏକ ନୂତନ ଅବଧିର ପ୍ରାରମ୍ଭ ଆମେ କହିପାରିବା। ଏହି ସମୟରେ କ'ଣ ହେଇଛି ନା ଆରବ, ତୁର୍କ, ଆଫଗାନ, ମଙ୍ଗୋଲ ଆକ୍ରମଣ ଧାରା ସୃଷ୍ଟି ହେଇଛି ଧୀରେ 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 ଧୀରେ। ଏ କ୍ରମରେ ଅଛନ୍ତି ଗଜନୀର ମହମୁଦ ଠାରୁ ଆରମ୍ଭ କରି ଶାହାବୁଦ୍ଦିନ ମହମ୍ମଦ ଘୋରୀ ପର୍ଯ୍ୟନ୍ତ। 1192ରେ ତିରୋରୀ ଯୁଦ୍ଧ ହୋଇଥିଲା, ଯାହାକି ପୃଥ୍ୱୀରାଜ ଚୌହାନ ଏବଂ ମହମ୍ମଦ ଘୋରୀଙ୍କ ସହ ହୋଇଥିଲା। 1191ରେ ଗୋଟିଏ ହେଇଥିଲା, ଯେଉଁଥିରେ କି ମହମ୍ମଦ ଘୋରୀ ପରାସ୍ତ ହୋଇଥିଲେ ଏବଂ ପୃଥ୍ୱୀରାଜ ଚୌହାନ ବିଜୟ କରିଥିଲେ। ଏବଂ ସେକେଣ୍ଡ ତିରୋରୀ ଯୁଦ୍ଧରେ କ'ଣ ହେଇଥିଲା ନା ପୃଥ୍ୱୀରାଜ ଚୌହାନ ପରାସ୍ତ ହୋଇଥିଲେ ଏବଂ ମହମ୍ମଦ ଘୋରୀ ବିଜୟ ଲାଭ କରିଥିଲେ ଏବଂ ଭାରତକୁ ନିଜ ଅଧୀନରେ ଆଣିଥିଲେ। ମହମ୍ମଦ ଘୋରୀଙ୍କ ମୃତ୍ୟୁ ପରେ ଭାରତର ଦାୟିତ୍ୱରେ ରାଜାଙ୍କର ପ୍ରତିନିଧି ଯିଏ ଥିଲେ ତାଙ୍କର ସେନାଧ୍ୟକ୍ଷ କୁତବୁଦ୍ଦିନ ଆଇବାକ, ଯିଏକି ଦାସ ବଂଶର ଥିଲେ। ତେଣୁ ସେ ଗୋଟେ ସାମ୍ରାଜ୍ୟ ତ ଆମେ କହିପାରିବା, ଗୋଟେ କୁତବୁଦ୍ଦିନ ଆଇବାକ 1206 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀରେ ପ୍ରଥମ ସୁଲତାନ ହୋଇଥିଲେ ଏବଂ ସେ ତାଙ୍କଠାରୁ ହିଁ ସୁଲତାନ ଶାସନର ଆରମ୍ଭ ଆମେ କହିପାରିବା। ଏ ସମସ୍ତ ଘଟଣା ଭାରତ ଇତିହାସର ଏକ ଉଲ୍ଲେଖନୀୟ ମୋଡ଼ ନେଇଥିଲା ଓ ଭାରତର ଭବିଷ୍ୟତ ରାଜନୈତିକ ଭାଗ୍ୟ ନିରୂପଣ କଲା। 1206ରୁ 1526 ମଧ୍ୟରେ 320 ବର୍ଷ ଧରି ତୁର୍କ, ଆଫଗାନ ମୁସଲମାନ ଶାସକମାନେ ଦାସ, ଖିଲଜି, ତୁଗଲକ, ସୟଦ ଏବଂ ଲୋଦୀ ବଂଶର ସୁଲତାନି ରାଜଧାନୀ ଦିଲ୍ଲୀକୁ ଶାସନ କରିଥିଲେ। 1206ରୁ 1526 ମଧ୍ୟରେ 320 ବର୍ଷ ଶାସନ କରିଥିଲେ ମୁସଲମାନ ସୁଲତାନୀମାନେ, ଯାହାକି ଦାସ, ଖିଲଜି, ତୁଗଲକ, ସୟଦ ଏବଂ ଲୋଦୀ ବଂଶର ଶାସକମାନେ ଶାସନ କରିଥିଲେ। ଏହିସବୁ ଶାସକମାନେ ଦିଲ୍ଲୀ ସୁଲତାନି ଶାସନ କାଳ ଦିଲ୍ଲୀ ସୁଲତାନ ରାଜତ୍ୱ ବୋଲି କୁହାଯାଏ। ଏହି ଶାସନ କାଳର ସମୟକୁ ଦିଲ୍ଲୀ ସୁଲତାନି ଶାସନ କାଳ ବା ଦିଲ୍ଲୀ ସୁଲତାନ ରାଜତ୍ୱ ବୋଲି ମଧ୍ୟ କୁହାଯାଇଥାଏ। ଦିଲ୍ଲୀର ସୁଲତାନି ଶାସନର ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ରାଷ୍ଟ୍ରର ସ୍ୱରୂପ କିପରି ଥିଲା, ତା'ର ଷ୍ଟ୍ରକ୍ଚର କିପରି ଥିଲା। ତ ଦିଲ୍ଲୀରେ ସୁଲତାନି ଶାସନ ସ୍ଥାପନ ପରେ ଯେତେବେଳେ ସୁଲତାନି ଶାସନ ସ୍ଥାପନ କରାଗଲା, 1206ରେ କୁତବୁଦ୍ଦିନ ଆଇବାକ ପ୍ରଥମ ସୁଲତାନ ହେଲେ। ସ୍ଥାପନ ପରେ ମୁସଲମାନ ଶାସକମାନେ ନୂତନ ଅଞ୍ଚଳ ଜୟ କରି ନିଜ ସାମ୍ରାଜ୍ୟ ମିଶାଇବାରେ ଲାଗିଲେ। ଧୀରେ ଧୀରେ ସେମାନେ ସାମ୍ରାଜ୍ୟକୁ ବୃଦ୍ଧି କରିବାରେ ଲାଗିଲେ, ସାମ୍ରାଜ୍ୟବାଦ କଲେ। ଦୁଇଟି ପ୍ରତିଷ୍ଠିତ ସାଂସ୍କୃତିକ ଗୋଷ୍ଠୀ ଯେତେବେଳେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଲେ, ଫଳସ୍ୱରୂପ
ପରିମାଣ ଆଗ୍ରହ ଆକର୍ଷଣକାରୀ ଓ ସମୟ ସମୟରେ ଅପ୍ରତ୍ୟାଶୀ ଗମ୍ଭୀର ପରିବର୍ତ୍ତନ ସାମାଜିକ ରାଜନୈତିକ ଅର୍ଥନୈତିକ ସାଂସ୍କୃତିକ କ୍ଷେତ୍ରରେ ଦେଖାଦେଲା। ଦୁଇ ସଂସ୍କୃତିର ଭେଟରେ ସମ୍ମୁଖ ଯୁଦ୍ଧ ପ୍ରତିରୋଧ ସାମ୍ପ୍ରଦାୟିକତା ଦେଖାଦେଲା। କିନ୍ତୁ ଅନେକ ଗୁଡ଼ିଏ ସାମ୍ପ୍ରଦାୟିକତା ଯୁଦ୍ଧ ଦେଖାଦେଲା, ପ୍ରତିରୋଧ ଦେଖାଦେଲା। ତାହା ସହ ସାମ୍ପ୍ରତିକ ସଦ୍ଭାବନା ସମନ୍ୱୟ ମିଳନ ପରିବେଶମୟ ମଧ୍ୟ ଚିନ୍ତାଧାରା ମତିଗତିର ମଧ୍ୟ ସଠିକ୍ ଅଗ୍ରଗତି ହେଲା। ଯେଉଁଠାରେ ଯୁଦ୍ଧ ପ୍ରତିରୋଧ ସାମ୍ପ୍ରଦାୟିକତା ପୁଣି ଦେଖାଗଲା, ପୁଣି ସେଠାରେ ସଦ୍ଭାବ ସମନ୍ୱୟ ମିଳନର ପରିବେଶ ମଧ୍ୟ ଦେଖାଦେଲା। ସୁଲତାନମାନଙ୍କ ପାଇଁ ନୂତନ ଭାବେ ଜୟ କରିଥିବା ରାଜ୍ୟ ଓ ଅଞ୍ଚଳରେ ନିଜର ପ୍ରଭୁତ୍ୱ ଓ ପ୍ରଶାସନ ଦୃଢ଼ କରିବା ଓ ବାନ୍ଧି ରଖିବା ଏତେ ସହଜ ନଥିଲା। କାହିଁକିନା ସେମାନେ ନୂତନ ଭାବରେ ଆସିଥିଲେ, କିଛି ସାଂସ୍କୃତିକ ସାମାଜିକ ଚାଲିଚଳଣିକୁ ସେମାନେ ଜାଣିନଥିଲେ। ସେମାନେ ବିଦେଶୀ ଥିଲେ ଓ ଭାରତ ଶାସନ ପ୍ରଣାଳୀ ତାଙ୍କ ପାଇଁ ଅନଭିଜ୍ଞ ଥିଲା। ତାଙ୍କର ପରମ୍ପରାରେ ସେମାନେ ଜାଣିନଥିଲେ, ଶାସନ ପ୍ରଣାଳୀ ଜାଣିନଥିଲେ, ତାଙ୍କ ପାଇଁ ଅନଭିଜ୍ଞ ଥିଲା। ସେମାନେ ଅନେକ ଗୁଡ଼ିଏ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତଥା ତାର ସମାଧାନ ମଧ୍ୟ କରିବାକୁ ପଡ଼ିଥିଲା। ଏହିଭଳି ଭାବରେ ଆମୂଳଚୂଳ ପରିବର୍ତ୍ତନ ସମ୍ଭବ ନଥିଲା ବା ପସିବୁଲ୍ ନଥିଲା ଆମେ କହିପାରିବା। ସେଇଥିପାଇଁ କ'ଣ କରିଥିଲେ, ଭାରତ ପ୍ରଚଳିତ ଶାସନ କଳା ଓ ବ୍ୟବହାରିକ କାର୍ଯ୍ୟପ୍ରଣାଳୀରେ ବିଶେଷ ପରିବର୍ତ୍ତନ ଆଣିଥିଲେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଆଣିଥିଲେ କମ୍ ପରିବର୍ତ୍ତନ ଆଣିଥିଲେ। ଇସଲାମ ଧର୍ମର ପ୍ରଚଳିତ ଅନୁଷ୍ଠାନ ଗୁଡ଼ିକର ଭାରତରେ ଉପସ୍ଥାପନ ଆରମ୍ଭ କରିଥିଲେ। ଇସଲାମ ଧର୍ମ ପ୍ରଚଳନ ପାଇଁ ଅନେକ ଗୁଡ଼ିଏ ଅନୁଷ୍ଠାନ ଗୁଡ଼ିକ ସେମାନେ ଖୋଲିଥିଲେ। ଭାରତର ସୁଲତାନ ମାନେ ମୁସଲମାନ ଥିଲେ। ଯେଉଁ ସୁଲତାନ ମାନେ ଥିଲେ ସେମାନେ କ'ଣ ଥିଲେ, ମୁସଲିମ ଥିଲେ। ତେଣୁ ଶାସନ ମୁଖ୍ୟ ରୂପେ ସେମାନେ କ'ଣ କରୁଥିଲେ, ଖଲିଫାଙ୍କ ସ୍ୱୀକୃତିରେ ହିଁ ସେମାନେ କ'ଣ କରୁଥିଲେ, ଶାସନ କରୁଥିଲେ ସୁଲତାନ ମାନେ। ସେଥିପାଇଁ ସୁଲତାନୀ ଶାସନର ପ୍ରାରମ୍ଭ କାଳରେ ସେମାନେ ଖଲିଫାଙ୍କ ଖୁତବା ପଢ଼ୁଥିଲେ। ଯେହେତୁ ଖୁତବାଙ୍କ ସ୍ୱୀକୃତିରେ ହିଁ ସେମାନେ ସୁଲତାନ ହେଉଥିଲେ, ସେଥିପାଇଁ ସେମାନେ ପ୍ରଥମେ ଖୁତବା ପଢ଼ୁଥିଲେ। ଖଲିଫା ସେମାନଙ୍କୁ ସୁଲତାନ ରୂପରେ ସ୍ୱୀକାର କରିଥିଲେ, ତାପରେ ଯାଇ ସେମାନେ ସୁଲତାନ ହେଉଥିଲେ। ତାହା ସତ୍ତ୍ୱେ ଦିଲ୍ଲୀ ସୁଲତାନ ଶାସନ ବ୍ୟବସ୍ଥାର ମୌଳିକ ଚରିତ୍ର ସମ୍ପୂର୍ଣ୍ଣ ଇସଲାମୀୟ ଧର୍ମତତ୍ତ୍ୱ ଉପରେ କେବେ ବି ଆଧାରିତ ନଥିବାର ପ୍ରମାଣ ମିଳେ। ସୁଲତାନ ଶାସନ ବ୍ୟବସ୍ଥାର ମେରୁଦଣ୍ଡ କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ରାଜସ୍ୱ ପ୍ରଣାଳୀ ଓ ତା'ର ମୁଖ୍ୟ ଅନୁଷ୍ଠାନ ଥିଲା ଇକ୍ତା। ତମାନଙ୍କର କ୍ୱେଶ୍ଚିନ୍ ଆସେ, ସୁଲତାନ ଶାସନ ବ୍ୟବସ୍ଥାର ମେରୁଦଣ୍ଡ କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ରାଜସ୍ୱ ପ୍ରଣାଳୀ ଓ ତା'ର ମୁଖ୍ୟ ଅନୁଷ୍ଠାନ ହେଲା ଇକ୍ତା। କେନ୍ଦ୍ର ଓ ପ୍ରାଦେଶିକ ଶାସନର ରାଜସ୍ୱ ଓ ତା'ର ମୁଖ୍ୟ ଅନୁଷ୍ଠାନ କ'ଣ, ଇକ୍ତା ବ୍ୟବସ୍ଥାରେ ଅନୁଷ୍ଠାନ ହେଲା ଇକ୍ତା। ଇସଲାମ ଧର୍ମ ଓ ତା'ର ପ୍ରତିଷ୍ଠାତା କିଏ ଥିଲେ ନା ପ୍ରଫେଟ୍ ମହମ୍ମଦ ଥିଲେ, ଯିଏକି ମୃତ୍ୟୁ କରିଥିଲେ 662 ଖ୍ରୀଷ୍ଟାବ୍ଦରେ। ଖଲିଫା ପଦ ଅନୁଷ୍ଠାନ ଆରମ୍ଭ ହେଲା ଇସଲାମୀୟ ଧର୍ମ ବ୍ୟବସ୍ଥା। ତାଙ୍କର ମୃତ୍ୟୁ ପରେ ଖଲିଫା ପଦ ଆରମ୍ଭ ହେଲା ଏବଂ ଅନୁଷ୍ଠାନ ଆରମ୍ଭ ହେଲା ତାଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ। ଖଲିଫାଙ୍କୁ ଇସଲାମ ଧର୍ମର ଅଭିଭାବକ, ଯାହାକୁ ଆମେ ପିତାମାତା ବୋଲି ମଧ୍ୟ କହିପାରିବା। ରାଜନୈତିକ ବ୍ୟବସ୍ଥାର ପାଲକ ଓ ବିଶ୍ୱର ସମସ୍ତ ମୁସଲମାନ ଗୋଷ୍ଠୀ ମୁଖ୍ୟ ବୋଲି ପରମ୍ପରା ସୃଷ୍ଟି ହେଲା। ଆରମ୍ଭରେ କ'ଣ ହେଇଥିଲା, କେନ୍ଦ୍ରୀୟ ଖଲିଫା ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବିଭାଜିତ ହୋଇ 3ଟି କେନ୍ଦ୍ର ସୃଷ୍ଟି ହେଲା। ଉମାଦୀୟ ଖଲିଫା, ଫାତିମିଦ୍ ଖଲିଫା ଏବଂ ବାଗଦାଦ, ଯାହା ତୃତୀୟ ଖଲିଫା ରହିଥିଲେ, ଯାହାକି ବାଗଦାଦ ଅଞ୍ଚଳ। ଏମାନଙ୍କ ମଧ୍ୟରେ ବାଗଦାଦ ଖଲିଫା ସର୍ବପୁରାତନ ଖଲିଫା ଅଟେ। କେଉଁ କେଉଁ ଖଲିଫା? 3ଟି ଥିଲା, ଉମାୟଦ, ଫାତିମାଦ ଏବଂ ତୃତୀୟ ଖଲିଫା, ଯାହାକି ବାଗଦାଦ ଅଞ୍ଚଳରେ ରହିଥିଲା। ଏହି ବାଗଦାଦ ଅଞ୍ଚଳରେ ଥିବା ଖଲିଫା ସର୍ବପୁରାତନ ଖଲିଫା ଭାବରେ ପରିଚିତ, ଯାହାକି ମୂଳ କେନ୍ଦ୍ର ଥିଲା ଏହି ବ୍ୟବସ୍ଥାର। ପ୍ରତ୍ୟେକ ଖଲିଫା ସ୍ୱତନ୍ତ୍ର ଭାବରେ ମୁସଲମାନମାନେ ସେମାନଙ୍କର ଅନୁଗତ ବୋଲି ଅଧିକାର ଦାବି କରୁଥିଲେ। ଇସଲାମ ଧର୍ମ ଓ ରାଜ୍ୟ ସ୍ଥାପନ ପ୍ରାରମ୍ଭରେ ସ୍ୱାଧୀନ ସୁଲତାନ ପଦବୀ ଇସଲାମୀୟ ଜଗତରେ ସ୍ୱୀକାର୍ଯ୍ୟ ନଥିଲା। ତ ଇସଲାମୀୟ ରାଜ୍ୟ ସ୍ଥାପନ ପ୍ରାରମ୍ଭରେ ସୁଲତାନ ପଦବୀ ଇସଲାମୀୟ ଜଗତରେ ନଥିଲା, ପରବର୍ତ୍ତୀ ସମୟରେ ଏହା ସୃଷ୍ଟି ହୋଇଛି।
ଖଲିଫା ବ୍ୟବସ୍ଥାର ବିଘଟନ ପରେ ଅନେକ ବଂଶର ମୁଖ୍ୟ ମାନେ ନିଜର ପ୍ରଭାବ ଥିବା ଅଞ୍ଚଳରେ ଛୋଟ ଛୋଟ ରାଜ୍ୟ ସ୍ଥାପନ କଲେ। ଯେତେବେଳେ ଖଲିଫାର ବିଘଟନ ହେଇଛି ତ ଅନେକ ବଂଶର ମୁଖ୍ୟ ମାନେ କ'ଣ କଲେ ନା ସେମାନେ ଛୋଟ ଛୋଟ ରାଜ୍ୟ ସ୍ଥାପନ କରି ବସିଲେ। ତାହା ମଧ୍ୟରୁ ଗଜନୀ ରାଜ୍ୟ ଗୋଟିଏ ହେଲା। ଯେ ମାମୁଦ କଥା ଯଦି କହିବା, ସୈଦ୍ଧାନ୍ତିକ ରୂପରେ କୌଣସି ମୁସଲମାନ ଖଲିଫାଙ୍କ ସ୍ୱୀକୃତି ବିନା ନିଜର ସ୍ୱତନ୍ତ୍ର ରାଜ୍ୟ ସ୍ଥାପନ କରିପାରିବେ ନାହିଁ ଓ ଖଲିଫାଙ୍କ ସ୍ୱୀକୃତି ବିନା ସ୍ଥାପିତ ରାଜ୍ୟକୁ ଇସଲାମୀୟ ଧର୍ମର ଅନୁଗତମାନେ ବିଧିସଙ୍ଗତ ବୋଲି ମଧ୍ୟ ମାନିବେ ନାହିଁ। ଅର୍ଥାତ୍ ବିନା ଖଲିଫାଙ୍କ ସ୍ୱୀକୃତିରେ କୌଣସି ରାଜ୍ୟ ହୋଇପାରିବ ନାହିଁ। ତାଙ୍କୁ ସ୍ୱୀକୃତି ତାହା ବିଧିର ସଙ୍ଗତ ବା ରୁଲ୍ ବାହାରେ ଆମେ କହିପାରିବା। ଏ ସମସ୍ତ ସତ୍ତ୍ୱେ ଏହା ସତ୍ୟ ଯେ ଖଲିଫା ବ୍ୟବସ୍ଥାର ବିଘଟନ ପରେ ଖଲିଫାଙ୍କ ସ୍ୱୀକୃତି ଓ ଅନୁମତି କେବଳ ଔପଚାରିକ ଥିଲା ଏବଂ ସହଜରେ ପ୍ରୟୋଜନ ବୋଲି ଘୋଷଣା କରି ହେଉଥିଲା। ନିଜକୁ ସ୍ୱାଧୀନ ବୋଲି ଘୋଷଣା କଲେ ମଧ୍ୟ ଖଲିଫା କୌଣସି ବିଶେଷ ଦଣ୍ଡର ବ୍ୟବସ୍ଥା କରିପାରୁନଥିଲେ। ସୁଲତାନି ଶାସନ ପୂର୍ବରୁ କ'ଣ ହେଇଥିଲା, ଭାରତରେ ପ୍ରଚଳିତ ବହୁ କେନ୍ଦ୍ରୀୟ ରାଜତନ୍ତ୍ର ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏକକେନ୍ଦ୍ରିକ ଶାସନ ବ୍ୟବସ୍ଥାର ପ୍ରାରମ୍ଭ ହେଲା। ତ ଅନେକ ଗୁଡ଼ିଏ ରାଜ୍ୟ ଥିଲା, ଅନେକ ଗୁଡ଼ିଏ ରାଜ୍ୟରେ ଛୋଟ ଛୋଟ ରାଜ୍ୟର ରାଜାମାନେ ଶାସନ କରୁଥିଲେ। ସେହି ରାଜାମାନଙ୍କୁ କିଏ କଣ୍ଟ୍ରୋଲ କଲେ ନା ସେଣ୍ଟ୍ରାଲରେ ସୁଲତାନ ମାନେ କଣ୍ଟ୍ରୋଲ କଲେ ସମସ୍ତଙ୍କୁ ପରାସ୍ତ କରି। ଆଞ୍ଚଳିକ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲା। ପୂର୍ବ ବ୍ୟବସ୍ଥାରେ ଆଞ୍ଚଳିକ ରାଜ୍ୟର ମୁଖ୍ୟ ବା ସାମନ୍ତ, ଆଞ୍ଚଳିକ ରାଜ୍ୟର ମୁଖ୍ୟକୁ କ'ଣ କୁହାଯାଉଥିଲା ନା ସାମନ୍ତ, ରାୟ, ରଣା, ଠାକୁର ଏମାନେ ଆଞ୍ଚଳିକର ମୁଖ୍ୟ ଥିଲେ। ଜମି ମାଲିକାନା ସ୍ଥାୟୀ ଥିଲା ତାଙ୍କ। କିନ୍ତୁ ନୂତନ ଆଞ୍ଚଳିକତା ବା ଇକ୍ତାକୁ କ'ଣ ପ୍ରଦେଶ ବୋଲି କୁହାଯାଏ। ଆଞ୍ଚଳିକ ଇକ୍ତା ବା ପ୍ରଦେଶ ରାଜସ୍ୱ, ଆଞ୍ଚଳିକ ଇକ୍ତା ବା ପ୍ରଦେଶ ରାଜସ୍ୱ ବୋଲି ମଧ୍ୟ କୁହାଯାଇଥାଏ। ଆଦଳରେ ସୁଲତାନମାନଙ୍କ ପ୍ରତିନିଧି ରୂପେ ଜଣେ ମୁଫ୍ତି ବା ଇକ୍ତାଦାର ଥିଲେ। ସୁଲତାନଙ୍କ ପ୍ରତିନିଧିକୁ କ'ଣ ହେଉଥିଲା ନା ମୁଫ୍ତି ବା ଇକ୍ତାଦାର, ଯିଏକି ପ୍ରାଦେଶିକ ରାଜସ୍ୱ ଆଦାୟ କରୁଥିଲା। ପ୍ରାଦେଶିକ ରାଜସ୍ୱ ଆଦାୟରେ ସୁଲତାନ ପ୍ରତିନିଧି କାହାକୁ କରୁଥିଲେ ନା ମୁଫ୍ତି ବା ଇକ୍ତାଦାର। ତାଙ୍କର ଜମି ମାଲିକାନା ନଥିଲା, ତାଙ୍କର ମାଲିକାନା ରହୁନଥିଲା, କିନ୍ତୁ ନିୟମିତ ବ୍ୟବସ୍ଥାରେ ଗୋଟିଏ ଇକ୍ତାରୁ ଅନ୍ୟ ଇକ୍ତାକୁ ବଦଳି ବ୍ୟବସ୍ଥା ଥିଲା ଏହି ମୁଫ୍ତି ବା ଇକ୍ତାଦାରଙ୍କର। ମୁଫ୍ତି ମାନେ କ'ଣ କରୁଥିଲେ, ଏହି ମୁଫ୍ତିମାନେ କ'ଣ କରୁଥିଲେ ନା କେନ୍ଦ୍ର ଶାସନ ଉପରେ ନିର୍ଭର କରିବାକୁ ମଧ୍ୟ ବାଧ୍ୟ ହେଲେ। ସେମାନେ ସେଣ୍ଟର ଉପରେ ପୁରାପୁରି ନିର୍ଭର ଥିଲେ। ରାଜସ୍ୱ ଆଦାୟ ମଧ୍ୟ ସହଜ ହେଲା। ସ୍ଥାନୀୟ ରଣା ହେଲା, ରାୟ ହେଲା, ସମସ୍ତଙ୍କୁ ପରାସ୍ତ କରି ଉତ୍ତର ଭାରତରେ ମୁସଲମାନମାନେ ରାଜ୍ୟ ସ୍ଥାପନ କରି ନୂତନ ଶାସକ ହୋଇଥିଲେ। ସେମାନେ ଯାହା ଉପରେ ଶାସନ କଲେ ସେମାନେ ସ୍ଥାନୀୟ ଲୋକଙ୍କ ଜନସଂଖ୍ୟା ତୁଳନାରେ ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ, ଅର୍ଥାତ୍ ବହୁତ କମ୍। ଦ୍ୱିତୀୟତଃ ନୂତନ ଶାସକଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନଥିଲା। ଯେହେତୁ ତାଙ୍କ ପାଖରେ ଏତେ ରିସୋର୍ସ ନଥିଲା, ତେଣୁ ସେମାନେ ଭାରତ ସମ୍ପଦ ଉପରେ ନିଜର ନିୟନ୍ତ୍ରଣ ଜରିଏ ଅନିବାର୍ଯ୍ୟ ବୋଲି କହିଲେ। ତାଙ୍କ ପାଖରେ ସେତେ ସୋର୍ସ ନଥିଲା, ତେଣୁ ସେମାନେ ତାକୁ ଆମ ଦେଶକୁ କ୍ୟାପଚର କରି ବା ତାଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିଲା। ତାପରେ ଆମେ ଦେଖିବା ସାରିୟତ ବା ଇସଲାମ ଧର୍ମର ନିୟମ ସମ୍ପର୍କରେ। ସୈଦ୍ଧାନ୍ତିକ ତଥା ଆମେ ଯଦି ଥିଓରିଟିକାଲି ଆଉ ପ୍ରାକ୍ଟିକାଲି ଦେଖିବା, ତାହେଲେ ଦିଲ୍ଲୀର ସୁଲତାନି ମାନେ କ'ଣ କରିଥିଲେ, ସାରିୟତ ବା ଇସଲାମ ଧର୍ମର ନିୟମକୁ ପ୍ରାଧାନ୍ୟ ଦେଇଥିଲେ। ଯାହା ଇସଲାମ ଧର୍ମର ନିୟମ ରହିଛି ତାକୁ ହିଁ ସେମାନେ ପାଳନ କରୁଥିଲେ ଅକ୍ଷର ଅକ୍ଷରରେ। ସେମାନେ ଚେଷ୍ଟା କରିଥିଲେ ଯେ ତାହାର ପ୍ରତ୍ୟକ୍ଷ ଅବମାନନା ନ ହୁଏ, ଅର୍ଥାତ୍ ସେମାନେ ସେ ରୁଲ୍ ରେଗୁଲେସନକୁ ନ ଭାଙ୍ଗିବେ କିଭଳି ଭାବରେ। ତା ସହ ସେମାନେ ଜବାବିଦ ବା ଧର୍ମନିରପେକ୍ଷ ବିଧି ବ୍ୟବସ୍ଥା ପ୍ରଚଳନ କରିଥିଲେ। ତେଣୁ ସୁଲତାନି ରାଜତ୍ୱ ସମ୍ପୂର୍ଣ୍ଣ ଧର୍ମତତ୍ତ୍ୱ ଉପରେ ପର୍ଯ୍ୟବେସିତ ନ ହୋଇ ଗୋଟିଏ ନୂତନ ଯୁବ ରାଜ୍ୟସ୍ଥାନୀୟ ପ୍ରତ୍ୟକ୍ଷ ଆବଶ୍ୟକତା ବିଚାରେ ପରିଚାଳିତ ଥିଲା। ଯଦିଓ ସୁଲତାନ ଓ ତାଙ୍କ ମୁଖ୍ୟ ଶାସକ ବର୍ଗ ଇସଲାମ ଧର୍ମ ପାଳନ କରୁଥିଲେ, ତ ଧର୍ମ କେତେକ କ୍ଷେତ୍ରରେ ଧର୍ମ ପାଳନ କରାଯାଉଥିଲା ଓ କେତେକ କ୍ଷେତ୍ରରେ ଧର୍ମ ନିରପେକ୍ଷ ମଧ୍ୟ ରହୁଥିଲେ, କିନ୍ତୁ ପ୍ରାୟତଃ ଧର୍ମକୁ କେନ୍ଦ୍ର କରି ଶାସନ କରାଯାଉଥିଲା। ନିମ୍ନରେ ଦିଆଯାଉଥିବା ଦୁଇଟି ଉଦାହରଣ ଏହା ଦର୍ଶାଏ। ପ୍ରଥମ ହେଲା ସୁଲତାନ ଇଲତୁତମିଶକୁ ଇସଲାମ ଧର୍ମ ଉପରେ ରକ୍ଷଣଶୀଳ ଗୋଷ୍ଠୀ ଚାପ ପକାଇବାରେ ଇସଲାମ ଧର୍ମର ସମସ୍ତ ନୀତି ନିୟମ ସମ୍ପୂର୍ଣ୍ଣ ରୂପେ ଲାଗୁ କରିବାକୁ। ସେତେବେଳେ ସୁଲତାନ ଉତ୍ତର ଦେଇଥିଲେ, ଏବେ ସମୟ ଆସିନାହିଁ।
ମୁସଲମାନ ମାନେ ଭାରତ ପରିସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ ସଦୃଶ, ତେଣୁ ସମ୍ପୂର୍ଣ୍ଣ ଲାଗୁ କରିବା ସମ୍ଭବ ନୁହଁ। ଯେହେତୁ ମୁସଲମାନ ମାନେ କମ୍ ଥିଲେ, ତେଣୁ ସବୁ ରୁଲ୍ ରେଗୁଲେସନ୍ ସେ ଲାଗୁ କରିବା ସମ୍ଭବ ନୁହଁ ବୋଲି ସେ କହିଥିଲେ। ଦ୍ୱିତୀୟ ଉଦାହରଣରେ ଆଲାଉଦ୍ଦିନ ଖିଲଜୀକୁ କାଜୀ ବା ଇସଲାମ ଧର୍ମର ବିଶେଷଜ୍ଞ ପ୍ରଶ୍ନଚଳରେ ନୀତି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଆଲାଉଦ୍ଦିନ ଦୃଢ଼ତାର ସହ କହିଥିଲେ ଯେ ରାଜ୍ୟ ଆବଶ୍ୟକତା ସର୍ବପ୍ରଧାନ ଓ ତଦନୁସାରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ତାପରେ ସୁଲତାନୀ ଶାସନ କାଳରେ ସୁଲତାନ ଓ ରାଜ୍ୟ ମୁଖ୍ୟଙ୍କ ଉତ୍ତରାଧିକାରୀ ସତ୍ତ୍ୱେ ସ୍ପଷ୍ଟ ନଥିଲା, ସନ୍ତୋଷଜନକ ବିଧି ବିକଶିତ ହୋଇନଥିଲା। ତ ସୁଲତାନୀ ଶାସନ କାଳରେ ସୁଲତାନ ବା ରାଜ୍ୟର ମୁଖ୍ୟ କିଏ ଥିଲେ ନା ସୁଲତାନ। ଉତ୍ତରାଧିକାରୀ ସତ୍ତ୍ୱ ସ୍ପଷ୍ଟ ନଥିଲା, ତ କାହା ପରେ କିଏ ଆସିବ ତାହା ସ୍ପଷ୍ଟ ନଥିଲା। ଯେପରି ମହମ୍ମଦ ଘୋରୀଙ୍କ ପରେ ଆସିଲେ କୁତବୁଦ୍ଦିନ ଆଇବାକ, ଠିକ୍ ସେହିପରି ତାପରେ କ'ଣ ହେଲା ନା ପୁରୁଷାନୁକ୍ରମିକ ନିୟମ ପାଳନ କରାହେଉନଥିଲା, ଗ୍ରହଣୀୟ ନଥିଲା। ଅର୍ଥାତ୍ ଆମେ ଯଦି ଦେଖିବା ତାହେଲେ ସୁଲତାନ ଇଲତୁତମିଶଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ମନୋନୀତ ହୋଇଥିଲେ, ଯିଏକି ରେଜିଆ ଭାରତର ସୁଲତାନ ହୋଇଥିଲେ। ଆମେ ସମସ୍ତେ ଜାଣିଛେ, ଏଠୁ ମଧ୍ୟ ପ୍ରଶ୍ନ ଆସେ, ଅନେକ ସୁଲତାନ କ୍ରୀତଦାସରୁ ମଧ୍ୟ ମୁକ୍ତ ହୋଇ ସେମାନେ ସୁଲତାନ ହୋଇଥିଲେ। ଉତ୍ତରାଧିକାରୀ ନିୟମ ବିକଶିତ ହୋଇନଥିବାରୁ ପ୍ରଥମ ସୁଲତାନ କିଏ ଥିଲେ ନା କୁତବୁଦ୍ଦିନ ଆଇବାକ। ତମମାନଙ୍କ ପ୍ରଶ୍ନ ଆସେ ଯେ ଦିଲ୍ଲୀ ସୁଲତାନୀ ଶାସନ ବ୍ୟବସ୍ଥାର ପ୍ରଥମ ସୁଲତାନ କିଏ ବୋଲି, ଯେ ସେଥିରେ ତମମାନେ ଲେଖିବ କୁତବୁଦ୍ଦିନ ଆଇବାକ। ତାଙ୍କର ପୁଅ ନ ହୋଇ ଦାସତ୍ୱରୁ ମୁକ୍ତ ହୋଇଥିବା ତାଙ୍କର ଜ୍ୱାଇଁ କିଏ ଥିଲେ ନା ଇଲତୁତମିଶ, ସେ ଶାସନର ଅଧିକାର କରିଥିଲେ। ସେମିତି ପ୍ରତ୍ୟେକ ସୁଲତାନୀ ମୃତ୍ୟୁରେ ଗୁପ୍ତ ଷଡ଼ଯନ୍ତ୍ର ମୁଣ୍ଡ ଟେକିଥିବା ସିଂହାସନ କ୍ଷମତାକୁ ଅକ୍ତିଆର କରିବାକୁ ଆରମ୍ଭ ହେଲା।